ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। द्वितीय खंड सांख्य योग। ब्राह्मी स्थिति। प्रारब्धवशतः मनुष्य ଯେଉଁ ସବୁ ସାଂସାରିକ ଭୋଗ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ ସେଗୁଡ଼ିକ ପ୍ରତି ଆସକ୍ତ ଭାବର ବାଚକ କାମନା। ଅପ୍ରାପ୍ତ ବସ୍ତୁ ବା ବୈଭବ ପ୍ରାପ୍ତି ଇଚ୍ଛା ଏବଂ ଉପଲବ୍ଧ ବିଷୟ ଭୋଗର ଇଚ୍ଛାକୁ ସ୍ପୃହା କୁହାଯାଏ। ଏହି କାମନାର ସୂକ୍ଷ୍ମ ରୂପ ନିଜ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି ବସ୍ତୁ ବୈଭବ ଆଦିକୁ ନିଜର ମୋର ମନେକରି ଆସକ୍ତ ହେବାର ନାମ ମମତା। ନିଜକୁ ଦେହ ମନେକରି ଦୈହିକ ସୁଖ ଦୁଃଖରେ ଦୁଃଖୀ ସୁଖୀ ହେବା, ଅନ୍ୟମାନଙ୍କୁ ଦୈହିକ ଦୃଷ୍ଟିରେ ଦେଖିବା, ପୁରୁଷାର୍ଥ ଓ ପ୍ରାରବ୍ଧ ଦ୍ୱାରା ପ୍ରାପ୍ତ ଉଚ୍ଚବଂଶ, ଧନ ସମ୍ପତ୍ତି, ଶାରୀରିକ ସ୍ୱାସ୍ଥ୍ୟ, ମାନ ସମ୍ମାନ, ଯଶ କୀର୍ତ୍ତି ଆଦି ହେତୁ ଅନ୍ୟମାନଙ୍କ ଠାରୁ ନିଜକୁ ଶ୍ରେଷ୍ଠ ମନେ କରିବା ଓ ଅନ୍ୟମାନଙ୍କୁ ନିକୃଷ୍ଟ ମନେକରି ହେୟ ଜ୍ଞାନ କରିବା ଅହଙ୍କାରର ପରିଚାୟକ। କାମନା, ସ୍ପୃହା, ମମତା ଓ ଅହଙ୍କାର ବ୍ୟକ୍ତିକୁ ଶରୀର ଓ ସଂସାର ସହିତ ଯୁକ୍ତ କରେ। ଏହା ଫଳରେ ମନ ଅଶାନ୍ତ ହୁଏ। ଅନ୍ୟ ପକ୍ଷରେ ଶାନ୍ତିର ମହାସାଗର ପରମାତ୍ମାଙ୍କ ସହିତ ମନ ବୁଦ୍ଧି ଯୁକ୍ତ କଲେ ଅଲୌକିକ ଶାନ୍ତି ମିଳେ। ଏଥିପାଇଁ ଶରୀର ଓ ସଂସାର ସହିତ ଯୁକ୍ତ କରୁଥିବା ତଥା ଅଶାନ୍ତିର ମୂଳ କାରଣ କାମନା, ସ୍ପୃହା, ମମତା ଓ ଅହଙ୍କାରକୁ ସର୍ବଥା ତ୍ୟାଗ କରି ଏହାର ବିପରୀତ ନିଷ୍କାମ, ନିଃସ୍ପୃହ, ନିର୍ମମ ଓ ନିରହଙ୍କାର ଭାବରେ ବିଚରଣ କରିବା ଉଚିତ। ଏହାଦ୍ୱାରା ବ୍ୟକ୍ତି ଆତ୍ମିକ ସ୍ଥିତିରେ ସ୍ଥିତ ହୋଇ ନିରନ୍ତର ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ରହିପାରିବ। ଏହିପରି ଯୋଗୀ ବ୍ୟକ୍ତି ହିଁ ଶାନ୍ତି ଲାଭ କରିଥାଏ। ଏହା ହେଉଛି ବ୍ରାହ୍ମୀ ସ୍ଥିତି। ଅନ୍ୟ ଅର୍ଥରେ ଶରୀର ଓ ସଂସାର ବନ୍ଧନରୁ ମୁକ୍ତ ହୋଇ ସମସ୍ତ କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିବା ପୂର୍ବକ ଆତ୍ମିକ ସ୍ଥିତିରେ ସର୍ବଦା ମନ ବୁଦ୍ଧିକୁ ବ୍ରହ୍ମଲୋକ ନିବାସୀ ପରମ ବ୍ରହ୍ମ ପରମାତ୍ମାଙ୍କ ସହିତ ତଲ୍ଲୀନ କରିବା ହେଉଛି ବ୍ରାହ୍ମୀ ସ୍ଥିତି। ଏହି ସ୍ଥିତିରେ ସ୍ଥିତ ବ୍ୟକ୍ତି ବା ଯୋଗୀ କେବେ ହେଲେ ମୋହାଭିମୁକ୍ତ ହୁଅନ୍ତି ନାହିଁ। ଅନ୍ତିମ ସମୟରେ ମଧ୍ୟ ଏହି ସ୍ଥିତି ବ୍ରହ୍ମାନନ୍ଦ ଅର୍ଥାତ୍ ପରମାତ୍ମା ମିଳନ ଜନିତ ସର୍ବଶ୍ରେଷ୍ଠ ଆନନ୍ଦ ପ୍ରଦାନ କରିଥାଏ। ସାଧାରଣ ମଣିଷ ସାଂସାରିକ ବିଷୟ ଭୋଗ ମଧ୍ୟରେ ଆନନ୍ଦ ଅନ୍ୱେଷଣ କରେ, କାରଣ ସେ ଜାଣିନଥାଏ ଯେ ଆତ୍ମା ସ୍ୱୟଂ ଆନନ୍ଦ ସ୍ୱରୂପ। ଆତ୍ମାର ମୌଳିକ ଗୁଣ ହେଉଛି ଆନନ୍ଦ। ଆତ୍ମାର ପିତା ପରମାତ୍ମା ହେଉଛନ୍ତି ଆନନ୍ଦର ସାଗର। କିନ୍ତୁ ଅଜ୍ଞାନ ମନୁଷ୍ୟ ଦେହାଭିମାନ ବଶତଃ ଏହି ଚରମ ସତ୍ୟ ଅନୁଭବ କରିପାରେ ନାହିଁ। ଦୁଗ୍ଧ ମଧ୍ୟରେ ଘୃତ ଲୁକ୍କାୟିତ ଥାଏ। ଉପଯୁକ୍ତ ଭାବରେ ମନ୍ଥନ କଲେ ଏହା ପ୍ରକଟ ହୁଏ। ପ୍ରତ୍ୟେକ ଆତ୍ମାରେ ଆନନ୍ଦ ସୁପ୍ତ ଭାବରେ ରହିଛି। ମନୋମନ୍ଥନ ଦ୍ୱାରା ଏହା ପ୍ରକଟ ହୁଏ। ମୁଖ୍ୟତଃ ଆନନ୍ଦ ଦୁଇ ପ୍ରକାର, ସାଧନ ଜନ୍ୟ ଓ ସ୍ୱୟଂସିଦ୍ଧ। ବିଷୟ ଭୋଗରୁ ପ୍ରାପ୍ତ ଆନନ୍ଦ ସାଧନ ଜନ୍ୟ। ବିଷୟର ସମାପ୍ତି ପରେ ତଦଜନ୍ୟ ଆନନ୍ଦର ନାଶ ହୁଏ। କିନ୍ତୁ ଆତ୍ମିକ ସ୍ଥିତିରେ ରହିବା ଦ୍ୱାରା ଯେଉଁ ଆନନ୍ଦ ପ୍ରାପ୍ତ ହୁଏ ତାହା ଅବିନାଶୀ। ଏହା ସ୍ୱୟଂସିଦ୍ଧ ଆନନ୍ଦ। ଏହି ଆନନ୍ଦ ପ୍ରାପ୍ତି ହେଉଛି ବ୍ରାହ୍ମୀ ସ୍ଥିତି। ପରମାତ୍ମା ସତ୍, ଚିତ୍ ଓ ଆନନ୍ଦରେ ପରିପୂର୍ଣ୍ଣ। ସେହି ପରମାତ୍ମାକୁ ଯିଏ ଚିହ୍ନିପାରେ ଏବଂ ତାଙ୍କ ସହିତ ମନକୁ ତଦାକାର କରେ, ସିଏ ପରିପୂର୍ଣ୍ଣ ଆନନ୍ଦ ଅନୁଭବ କରେ। ଆନନ୍ଦର ଏହି ପରିପୂର୍ଣ୍ଣ ଅବସ୍ଥା ହେଉଛି ବ୍ରହ୍ମାନନ୍ଦ ବା ନିର୍ବାଣ ପ୍ରାପ୍ତି। ଅନ୍ତିମ ସମୟ କହିଲେ ମୃତ୍ୟୁ ଓ ମହାବିନାଶର ଅବ୍ୟବହିତ କ୍ଷଣକୁ ବୁଝାଏ। ଏହି ଉଭୟ କ୍ଷଣକୁ ସତତ ସ୍ମରଣ ରଖିବାକୁ ହେବ। ମୃତ୍ୟୁକାଳୀନ ମନୋଭାବ ବ୍ୟକ୍ତିର ପରଜନ୍ମ କିପରି ହେବ ନିର୍ଦ୍ଧାରଣ କରେ। ସମଗ୍ର ଜୀବନର କର୍ମ ଆଧାରରେ ମନୁଷ୍ୟର ମନୋଭାବ ନିର୍ମାଣ ହୁଏ। ମୃତ୍ୟୁ ଓ ମହାବିନାଶ ପୂର୍ବରୁ ଆଗମନର ତିଥି ଓ ତାରିଖର ସୂଚନା ଦେଇ ଆସନ୍ତି ନାହିଁ।
ତେଣୁ ବର୍ତ୍ତମାନ ଠାରୁ ହିଁ ପୁରୁଷାର୍ଥକୁ ତୀବ୍ର କରିବାକୁ ହେବ। ଦେହାଭିମାନୀ ବ୍ୟକ୍ତି ପାଇଁ ମୃତ୍ୟୁ ଅତୀବ ଯନ୍ତ୍ରଣାଦାୟକ ମନେ ହୁଏ। ସମ୍ପ୍ରତି ଆମେ ସମସ୍ତେ ମହାବିନାଶର ଦ୍ୱାର ଦେଶରେ ଦଣ୍ଡାୟମାନ। ମହାବିନାଶର ତାଣ୍ଡବ ଲୀଳା ପ୍ରଦର୍ଶନ କରିବା ପାଇଁ ଅଦୃଶ୍ୟ ତାର ପ୍ରସ୍ତୁତି ଚଳାଇଛି। ପ୍ରାକୃତିକ ବିପର୍ଯ୍ୟୟ, ଗୃହଯୁଦ୍ଧ, ଆତଙ୍କବାଦୀ କାର୍ଯ୍ୟକଳାପ, ଦେଶ ଦେଶ ମଧ୍ୟରେ ଆଣବିକ ଅସ୍ତ୍ର ନିର୍ମାଣର ପ୍ରତିସ୍ପର୍ଦ୍ଧା ଆଦି ଏହାର ଜ୍ୱଳନ୍ତ ଉଦାହରଣ। କେତେବେଳେ ମହାବିନାଶ ସଂଘଟିତ ହେବ, ତାହା ପୂର୍ବରୁ ଅନୁମାନ କରିବା କାହାରି ପକ୍ଷରେ ସମ୍ଭବ ହେବ ନାହିଁ। ବ୍ରାହ୍ମୀ ସ୍ଥିତି ଲାଭ କରିଥିବା ବ୍ୟକ୍ତି ବା ଯୋଗୀ ମୃତ୍ୟୁ ଓ ମହାବିନାଶର ସଙ୍ଗୀନ ମୁହୂର୍ତ୍ତରେ ମଧ୍ୟ ଶାନ୍ତ ରହି ବ୍ରହ୍ମାନନ୍ଦ ଲାଭ କରନ୍ତି। ଜୀବଦଶାରେ ବ୍ରାହ୍ମୀ ସ୍ଥିତି ପ୍ରାପ୍ତ ବ୍ୟକ୍ତି ଜୀବନୁକ୍ତ ହୋଇଯାଏ। ଏହି ସ୍ଥିତି ଲାଭ ପାଇଁ ଅଭ୍ୟାସ ଅବ୍ୟାହତ ରଖିବାକୁ ପଡ଼ିବ। କାରଣ ମୃତ୍ୟୁର ଠିକ୍ ଅବ୍ୟବହିତ ପୂର୍ବରୁ ମଧ୍ୟ ଯଦି ଏହା ମିଳିଯାଏ, ତେବେ ସୁଦ୍ଧା ବ୍ୟକ୍ତି ବ୍ରହ୍ମାନନ୍ଦ ପ୍ରାପ୍ତ ହୁଏ। କ୍ରମଶଃ ଓମ୍ ଶାନ୍ତି।